ଜଟଣୀ ଗଣେଶ ପୂଜା ସରିଯାଇଛି, ମୀନା ବଜାର ସରିଯାଇଛି, ଲକ୍ଷାଧିକ ଲୋକଙ୍କ ସମାଗମ ସେ ଲିଭି ଯାଇଛି, କିନ୍ତୁ ପଡି ରହିଛି ଅଳିଆ ଆବର୍ଜନା, ଯେ କି ଶରତ ପାଇକରାୟ ଷ୍ଟାଡିୟମ ଜଟଣୀର ଜନସମୁଦ୍ର ପାଲଟିଥିଲା। ଲକ୍ଷାଧିକ ଲୋକଙ୍କର ସଦାଦିନ ସମାଗମ ହଉଥିଲା। ଏଠି ନାନାଦି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ସବୁ ଲାଗିଥିଲା, କିନ୍ତୁ ରବିବାର ଦିନ ଠାରୁ ଏ ଭସାଣୀ ଶୋଭାଯାତ୍ରା ସରିଛି, ଠାକୁର ବିସର୍ଜନ ହେଇଛନ୍ତି, ମୀନା ବଜାର ସରିଛି, କିନ୍ତୁ ଉଦ୍ୟୋକ୍ତା ମାନଙ୍କର କୌଣସି ଉତ୍ସାହ ପରିଲକ୍ଷିତ ଆମେ ଲକ୍ଷ୍ୟ କରୁନୁ। କିନ୍ତୁ ମାନିବାକୁ ପଡିବ ଜଟଣୀର ବରିଷ୍ଠ ନାଗରିକ ମାନଙ୍କୁ, କାହିଁକି ତାଙ୍କର ଅଭିଜ୍ଞତା ଅଧିକା, ଅନୁଭୂତି ଅଧିକା, ସବୁ ଅଧିକାକୁ ନେଇ ଆଜି ଏଇ ଶରତ ପାଇକରାୟ ଷ୍ଟାଡିୟମରେ ପହଞ୍ଚିଛନ୍ତି ଇଏକୁ ସଫେଇ କରିବା ପାଇଁ। କାରଣ ଶରତ ପାଇକରାୟ ଷ୍ଟାଡିୟମ ଯେ ସଫେଇ ନହେଲେ ଅସୁବିଧା ତାଙ୍କର କଣ ହବ ତାହା ନୁହଁ, କିନ୍ତୁ ତାଙ୍କ ମାନବିକତା ଦେଖେଇଛନ୍ତି ଯେ ଆମେ ବୟସ୍କ ହେଲେ ବି ଆମେ ସମାଜର ମୁଖ୍ୟ ସ୍ରୋତରେ ରହିଛୁ, ଆମେ ଦିଗ୍ଦର୍ଶନ ଦେବୁ, ଆମକୁ ତମମାନେ ଆମ ପଛରେ ଆସ, ସମାଜକୁ ଶୃଙ୍ଖଳିତ କରିବା, ସମାଜକୁ ସମୃଦ୍ଧି କରିବା, ଆଉ ଜଟଣୀକୁ ସବୁଜ ଜଟଣୀ କରିବା। କିନ୍ତୁ ବଢିଆ ପରିବେଶରେ ଆମ ସହିତ ସବୁ ବରିଷ୍ଠ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ, ସେ ସମ୍ପାଦନ ତାଙ୍କର କଣ ଆଜି କାର୍ଯ୍ୟକ୍ରମ ରଖିଛନ୍ତି, କାହିଁକି ଏଠି ସଫେଇ କାର୍ଯ୍ୟ କଲେ, ଏ ବୟସରେ ଏ ମନ କାହିଁ ବଳେଇଲେ, ସେ ସମ୍ପର୍କରେ ମତ ଆପଣ ଟିକେ ଦେବେ। ସଚିଦାନନ୍ଦ ପଟ୍ଟନାୟକ, ସମ୍ପାଦକ, ବରିଷ୍ଠ ନାଗରିକ ମଞ୍ଚ ଜଟଣୀ। ନାଇଁ ଆମେ ଦେଖିଲୁ ଗଣେଶ ମହୋତ୍ସବ ସରିଲା, ସବୁ ତାରା ଭଳିଆ ଏ ସବୁ ଜରି କାଗଜ ଖଲି ଇଏ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଇଛି ଏଠି। ଆମକୁ ଭଲ ଲାଗିଲାନି ଦେଖିକିରି, ଆମେ ସବୁ ସାଙ୍ଗେ ସାଙ୍ଗେ ଏକାଠି ହେଲୁ, ଚାଲ ସଫା କରିବା। କାରଣ ଆମ ବରିଷ୍ଠ ନାଗରିକ ମଞ୍ଚର ବହୁ ସଦସ୍ୟ ଏଠି ସକାଳୁ ପ୍ରାତଃ ଭ୍ରମଣ କରନ୍ତି, ଯୋଉଟା କି ଆପଣଙ୍କୁ ବିରାଟ ବଡ ଅସୁବିଧା ହେଇଛି ପ୍ରାତଃ ଭ୍ରମଣରେ, ଏଇ ଯୋଉ ଅଳିଆ ଆବର୍ଜନା ଯୋଗୁ। ଆପଣଙ୍କ ଗଣେଶ ମହୋତ୍ସବ ଗଲା 10 ଦିନ, ଇଏ ହେଇଗଲାଣି 5-6 ଦିନ, 15 ଦିନ ସମସ୍ତଙ୍କର ପ୍ରାୟତଃ ବନ୍ଦ ବା ଅନ୍ୟ କୋଉଠି ବୁଲୁଛନ୍ତି, ଟିକେ ଖୋଲା ପବନ ପାଇ ପାରୁନାହାନ୍ତି। ତେଣୁ ଆମେ ଠିକ କଲୁ ଯେ ସକାଳୁ ଯିବା ସଫା କରିବା, ଏତିକି ଆମେ ଆସିକି ସଫା କରୁଛୁ। ଆଉ ଗୋଟେ ଜିନିଷ ଆପଣ କୁହନ୍ତୁ, ଆପଣ ବରିଷ୍ଠ, କିନ୍ତୁ ଏଠି ଯୁବ ବୟସ୍କ ସେମିତି ଉତ୍ସାହ ପରିଲକ୍ଷିତ ହଉନି ଯେ ଶରତ ପାଇକରାୟ ଷ୍ଟାଡିୟମ ଯଦି ଅଳିଆ ହେଇଛି ଆମେ ଯାଇ ସଫା କରିବା। ଯେହେତୁ ଜଟଣୀକି ଆମର ଲକ୍ଷାଧିକ ଲୋକଙ୍କ ସମାଗମ ଥିଲା, ଆମେ ଉତ୍ସାହ ଭିତରେ ଥିଲେ, ଉଦ୍ଦୀପନା ଭିତରେ ଥିଲେ, କିନ୍ତୁ ବର୍ତ୍ତମାନ ସେ ଉତ୍ସାହ ଉଦ୍ଦୀପନା ପଳେଇଛି, କିନ୍ତୁ ତା ସ୍ମୃତି ଛାଡି ଦେଇଛି ଇଏ ଖାଲି ପଲିଥିନ୍ ମାଳ। ପଲିଥିନ୍ ମୁଁ ତ ଶୁଣିଥିଲି, ଆମର ଯେ ଉଦ୍ୟୋକ୍ତା ଥିଲେ ଏଇ ଯୋଉ ମହୋତ୍ସବର, ସେମାନେ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ, ମିଟିଂ ରେ ବି କହିଥିଲେ ଆମେ ପଲିଥିନ୍ ସମ୍ପୂର୍ଣ୍ଣ ବ୍ୟାନ୍ କରିବୁ ବା ବାରଣ କରିବୁନି, କିନ୍ତୁ ସେମିତି କିଛି ଦେଖାଗଲାନି। ଆଉ ଯୋଉ ଯୁବକ କଥା କହିଲେ, ଆମ ଯୁବକ ମାନେ ଅବଶ୍ୟ ପଛେଇ ଯାଇଛନ୍ତି, ଏସବୁ ଦେଖିପାରି ନାହାନ୍ତି, ପଛେଇ ଯାଇଛନ୍ତି। ଆମେ ଆମର ବର୍ତ୍ତମାନ କର୍ତ୍ତବ୍ୟ ତାଙ୍କୁ କହିବୁ, ଆମଠୁ ପ୍ରେରଣା ପାଇକି ଯଦି ସେ ଆଗେଇ ଆସିବେ, ସେଇ ଉଦ୍ଦେଶ୍ୟ ରଖିକି ଆମେ ଆସିକି ଗୋଟେ ବଢିଆ ମତ ଆମକୁ ରଖିଲେ ଯେ ଆମେ ଏତି କରିବା, ଆମକୁ ଦେଖିଲେ ଯୁବ ବୟସ୍କ ପ୍ରେରଣା ପାଇ ଯଦି ଆସିବେ, ଆହୁରି ସମାଜ ସବୁଜ ସୁନ୍ଦର ହବ, ସମାଜ ସୁସ୍ଥ ବି ରହିବ, ସୁସଂଗଠିତ ହେଇକି ରହିବ। କିନ୍ତୁ ଆମେ ଗୋଟେ ଜିନିଷ ପରିଲକ୍ଷିତ, ଏ ଯୋଉ ଶରତ ପାଇକରାୟ ଷ୍ଟାଡିୟମ, ପୂର୍ବତନ ବିଧାୟକ ସ୍ୱର୍ଗତ ଶରତଚନ୍ଦ୍ର ପାଇକରାୟ ବହୁତ ଅବଦାନ ଅଛି, ଯାହାକି ଏଇଟା ମାନସ ପୁତ୍ର ବୋଲି ତାଙ୍କର ଥିଲା ଶରତ ପାଇକରାୟ ଷ୍ଟାଡିୟମ। ସେ ସମୟରେ କଣ କହିବେ ମାନସ ପୁତ୍ର ସମ୍ପର୍କ? ଶରତ ପାଇକରାୟଙ୍କର ଯେତିକି ଦିନ ବି ରହିଲେ ଜଟଣୀରେ, ସେ ବିଧାୟକ ହେଇକିରି ବହୁତ କିଛି ଦୂରଦୃଷ୍ଟି ରଖି ବହୁତ କିଛି ଚିନ୍ତା କରି କରିଦେଇକି ଯାଇଛନ୍ତି। ଧରନ୍ତୁ ଏ ଷ୍ଟାଡିୟମ, ଏ ଛୋଟିଆ ଜିନିଷ ନୁହଁ, ବହୁତ କିଛି ହେଇପାରୁଛି। ଏଡେ ବଡ ଆପଣଙ୍କ ମହୋତ୍ସବ ହେଲା, ଏମିତି ଜାଗା ଜଟଣୀରେ ବି ଅଭାବ, ନିଶ୍ଚିତ ତାଙ୍କର ଦୂରଦୃଷ୍ଟି ଥିଲା। ଆଗାମୀ ଦିନେ ସରକାରଙ୍କ ଏଇଠି 17 କୋଟି ଟଙ୍କାର ଅନୁଦାନ ରାଶି ରହିଛି, କ୍ରୀଡା ହବ ହବ। କ୍ରୀଡା ହବ ବୋଲି ତ ମୀନା ବଜାର ହୋଇପାରିବନି, ଯୋଉଟା କି ଆମେ ଏ ମଞ୍ଚକୁ ଆସିଥିଲେ ବାଚସ୍ପତି ମହୋଦୟ, ଆମେ ତାଙ୍କୁ ଏ ବାବଦରେ ପ୍ରଶ୍ନ କରିଥିଲୁ, ସିଏ ବି କହିଛନ୍ତି ଏ ସମ୍ପର୍କରେ ବିଚାର କରାଯିବ। ଯେହେତୁ କ୍ରୀଡା ପ୍ରେମୀଙ୍କ ପାଇଁ କ୍ରୀଡା ହବ ଦରକାର, ଆଉ ଛୋଟ ବଡ ବେପାରୀ ଯୋଉ ସାମୂହିକ ବେପାରୀଙ୍କ ପାଇଁ ତାଙ୍କ ପାଇଁ ସୁବିଧା ଦରକାର। କିନ୍ତୁ ଆଉ ଗୋଟେ ଜିନିଷ ଆମେ ଆପଣଙ୍କୁ କହିବାକୁ ଯାଉ, ଏ ଶରତ ପାଇକରାୟ ଷ୍ଟାଡିୟମ ଯୋଉ 10-12 ଦିନ କାଳ ଉତ୍ସବ ମୁଖର ଲାଗି ରହିଲା, ତାର ମୁଖ୍ୟ ଫାଟକରେ ଯୋଉ ଶରତ ପାଇକରାୟ ଷ୍ଟାଡିୟମ ଲାଗେ ତାକୁ ଲୁଚା ଯାଇଥିଲା କାହିଁକି? ସେଇଟା ଗୋଟେ ଭୁଲ ବାର୍ତ୍ତା ଦଉଛି। ଏଟା ଆମ ମତରେ ଏଟା ଠିକ ହେଇନି, କାରଣ ଶରତ ପାଇକରାୟଙ୍କ ବହୁତ ଅବଦାନ ଅଛି। ଯଦି ତାଙ୍କର ନାଁଟା ଅଛି, କଣ ଅସୁବିଧା ହେଇଯାଇଛି? ଯୋଉ ଲୋକ ଜଟଣୀ ପାଇଁକି ଏତେ କିଛି କରିଛି, ସେ ଯଦି ଶରତ ପାଇକରାୟ ଷ୍ଟାଡିୟମ ଲେଖା ହେଇଯାଇଛି, କଣ ଅସୁବିଧା ହେଇଛି? ତାକୁ କାଢି ଦେବାର କିଛି ଯଥାର୍ଥତା ନଥିଲା। ତେଣୁ ଆମେ
ଯୋଉମାନେ ସବୁ କାର୍ଯ୍ୟକର୍ତ୍ତା ଅଛନ୍ତି ତାଙ୍କୁ ଅନ୍ତତଃ ଚେଷ୍ଟା କରିବୁ, କହିବୁ କାହିଁକି ଏଟା କଲେ ପଚାରିବୁ। ତାପରେ ଆଉ ଗୋଟେ ଜିନିଷ ଇଏ ଯେମିତି ଶରତ ଷ୍ଟାଡିୟମ ତାଙ୍କର ହଉଛି ସ୍ୱର୍ଗ ଶରତ ପାଇକଙ୍କର ମାନସ ପୁତ୍ର, ସେମିତି ଜନ୍ମତ ସୁରଜ ପାଇକରେ କିନ୍ତୁ ଆମେ ଦେଖିଛୁ ଏ ମହୋତ୍ସବ ଆରମ୍ଭ ହବା ଦିନଠୁ ତାଙ୍କର ସହଭାଗିତା ରୁହେ, କିନ୍ତୁ ଏ ବର୍ଷ ତାଙ୍କର ସହଭାଗିତା ସମ୍ପୂର୍ଣ୍ଣ ରହିଲାନି। ଏ ନେଇକି ନାନା କଳ୍ପାଳ ଜମାନା ସହରରେ ଚାଲିଛି, କିନ୍ତୁ ଆପଣ ବରିଷ୍ଠ ଯେହେତୁ ଆପଣ ମାନଙ୍କର ଅଭିଜ୍ଞତା ଅଛି, ଆପଣ ବହୁତ ଦିନର ଅଭିଜ୍ଞତା ତାଙ୍କ ସହିତ ବି ତାଙ୍କ ସମ୍ପର୍କରେ ଜାଣିଛନ୍ତି, ସେ ମୋର କଣ କହିବେ? ନା, ସୁରଜ ପାଇକରା ତ ଦେଖା ଯାଇନାହାନ୍ତି ଏ 8 ଦିନ ଭିତରେ, ଆମେ ତାଙ୍କୁ ଦେଖିନୁ। ହଁ, ତାଙ୍କ ବିଷୟରେ କଣ କହିବା, ସେ ତାଙ୍କୁ ବୋଧେ ଠିକ ଭାବରେ ଡକା ଯାଇନି, ସେ ଚାହୁଁଥିଲେ ତାଙ୍କ ବିଷୟରେ ସେମିତି କିଛି। ଆପଣ ତାହେଲେ ଏଇ ଯୋଉ ପଡିଆ ସଫା କରନ୍ତି ଆ ଉପରେ ବାର୍ତ୍ତା କଣ ରଖିବେ, ପୌର ପ୍ରଶାସନ କଣ ରଖିବେ, ଯୋଉ କମିଟି ଆକୁ ପରିଚାଳନା କରୁଥିଲେ ମିନାଜାର ତାଙ୍କ ପାଇଁ ବାର୍ତ୍ତା କଣ ରଖିବେ? ନାଇଁ, ଯୋଉମାନେ ମହୋତ୍ସବ ଆୟୋଜନ କରିଥିଲେ, ହଁ, ସେମାନଙ୍କର ଏଇଟା ଯଥାଶୀଘ୍ର କରିଦବାର ଚେଷ୍ଟା କରନ୍ତୁ। ଯାହା ତ ହେଇଛି 5 ଦିନ ବିତି ଯାଇଛି, ଯଥାଶୀଘ୍ର 2-3 ଦିନ ଭିତରେ ଏସବୁ ସଫା କରନ୍ତୁ। ଆଉ ପୌର ପ୍ରଶାସନ ତ ମୁଖ୍ୟ ଦାୟିତ୍ୱ ଯେ ଏସବୁ ସ୍ୱଚ୍ଛତା ରକ୍ଷା କରିବା। ହଁ, କାରଣ ଲୋକ ତାଙ୍କୁ ନିର୍ବାଚିତ କରି ଛାଡିଛନ୍ତି, ପୌର ପରିଷଦ ଗୋଟେ ଅଛି, ସେମାନଙ୍କର ଏଇଟା ମୁଖ୍ୟ ଦାୟିତ୍ୱ। ହଁ, ସିଏ ଯଦି ଆଡେଇ ଯିବେ, ହଁ, କହିବେ ଆମେ ଆମର ସେ ଦାୟିତ୍ୱ ନୁହଁ, ଏଇଟା ଭୁଲ କଥା। ସକାଳୁ ବୟସ୍କ ମାନେ ପ୍ରାୟତଃ ଏଠି ପ୍ରାତଃ ଭ୍ରମଣ କରନ୍ତି, ତେଣୁ ପୌର ପ୍ରଶାସନକୁ ଆମେ ଅନୁରୋଧ କରୁଛୁ ସେ ଯଥାଶୀଘ୍ର ଆକୁ ସଫା କରିବାକୁ ଚେଷ୍ଟା କରନ୍ତୁ, ଏତିକି କହିବା କଥା। ବଢିଆ ଆମକୁ ମତ ରଖିଲେ ଯେ ପୌର ପ୍ରଶାସନ ତାର ଉତ୍ତରଦାୟିତ୍ୱ ରଖୁ, ଉତ୍ତରଦାୟିତ୍ୱ ରଖିଲେ, କାରଣ ଇଏ ହଉଛି ଖେଳ ପଡିଆ। ଇଏ ଖେଳ ପଡିଆ ସକାଳେ ହେଲେ ସେ ଯୁବଗୋଷ୍ଠୀ ହୁଅନ୍ତୁ, ବୃଦ୍ଧ ବୟସ୍କା ବୟୋଜ୍ୟେଷ୍ଠ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ନିଜ ଶରୀର ସୁସ୍ଥ ରଖିବା ପାଇଁ ଆସନ୍ତି, ପ୍ରାତଃ ଭ୍ରମଣ କରନ୍ତି, ଖେଳକୁଦ କରନ୍ତି, ଯାଆନ୍ତି। ସେଇଭଳି ସନ୍ଧ୍ୟାବେଳେ ଟାଇମ୍ ଏଇ ଯୋଉ ଅସୁବିଧା ହବା ଦ୍ୱାରା, ଅବର୍ଜନା ପଡି ରହିବା ଦ୍ୱାରା ଯେ ଅସୁବିଧା ହଉଛି ବୋଲି ସିଏ ଆମ ପାଖରେ ମତ ରଖିଲେ, ପୌର ପ୍ରଶାସନକୁ ଦାୟିତ୍ୱ ଦେଲେ ତୁରନ୍ତ ये दिगरे पदक्षेप नहीं ये पड़िया को शरत पाइकर स्टेडियम को सफा कर ये संपर्क रे ये पड़िया संपर्क आउट मत नापी आम सहित ये जो मीना बजार जो मैंने परिचालित करते जन सभ्य आम पाखे अच्छा कौन कहे जो सफाई संपर्क में आज वरिष्ठ आसफाई कर भारी मन दुख कर कले आम प्रातः भ्रमण करने असुविधा हो खेलकूद करने असुविधा हो कौन कहे बुला साहू मुझे फिल्ड माने प्रथम रू जो आरंभ हुए ए घास माटी सबू माने मेसीन लगे सफा करे सफा सरिया पर मीना बजार तापर आरंभ हुए मीना बजार बहु लोकंकर समागम भितर बहु अलिया आवर्जना हेई अछि किंतु मीना बजार सरिला आमर 7 तारिख रे 4-5 दिन हे गले बाउंस मीना बजार टेंड सब किछि उठिनी किछि मात्रा रे आमे काली बहुत अलिया थिबारु किछि लोक लगेगी सफा करिछु आउ जहा बाकी रहिछि आमे ताकू मंच उपरे मुझे भी कही जे आमको टाइम लगे कलेक्टर को आमे कहिछु आज्ञा आमे सफा सुतर करी आपन को फोटो सहित विजुअल आमे पठेबू आ हाई स्कूल हेडमास्टर को भी कहिछु आमे सफा करिया पर आपन को डाकिबू सी आसी विजिट करिवे विजिट करी सी कलेक्टर को तांकर तथ्य देबे आमको टाइम सपेक्ष अछि आउ 4-5 दिन हमको टाइम मागुचु आमे सफा सुतर करी ठीक आपण करूले आपण जेहेतु ये करते आपण समिति वाला ये प्रति आगबर हे आपको सफाई करेंगे हेड मिसेस को डाकी देखेबे कि कलेक्टर से बड़ कथा किंतु आपण को सहभागिता सहयोग संपूर्ण रहा कथा पौर प्रशासन जेहेतु पौरांचल अधीन ये पौर प्रशासन तार गुरु दायित्व रही अलिया आवर्जन सफा करिया से कहीं करूनी आज्ञा आमे 2013 ठारू आमको सी सहभागिता हेउना जेहेतु गवर्नमेंट माने शरद पाइकरा सेतेले थिले से गवर्नमेंट नथिले तापर सरकार दल अलगा थिला सी आमको चेयरमैन अलगा सी आमको सबुतरे कोन स्तर सहयोग करू नहंती कमिशनर भी चिट्ठी करूना जे म्युनिसिपालिटी की केबे चिट्ठी करूना से सही सकाशु से माने सहयोग करूना आमे हमर ये लेबर लगे आमे निजे तांका संगे रही निजे सफा करी ये करू कौन सी कारण सी कौन है कहीं सी आमको सहयोग करूना चलित वर्ष सहित जोगाजोग कर ना ना आम जेहेतु कमिशनर चिट्ठी करूना आमे देइनु पत्र देइनु किंतु आमे याकू पूरा संपूर्ण सफा करिकी विजुअल पठेबू
ଆଉ ଏଇ ସାମ୍ବାଦିକ ମାନଙ୍କ ଅନୁରୋଧ କରୁଛି ଆମେ ବି ସେମାନଙ୍କୁ ଡାକି ଏଇ ତଥ୍ୟ ଆମେ ତାଙ୍କୁ ଦବୁ। କଳିଙ୍ଗ ଯୁବ ପରିଷଦର ଆମ ପାଖରେ ଜଣେ ସଦସ୍ୟ ଥିଲେ, ସେ କହିଲା ଆମେ ସଚେତନ ଅଛୁ, ସଜାଗ ଅଛୁ, ଯେହେତୁ ଏସବୁ ବାଉଁଶ ପଡିଛି ଉଠିଗଲା ପରେ ଆମେ ଆଉ ଦିନେ 2 ଦିନ ଭିତରେ କି 3 ଦିନ ଭିତରେ ଆକୁ ପଡିଆଟାକୁ ସମ୍ପୂର୍ଣ୍ଣ ସଫେଇ କରିବୁ। ଏ ସମ୍ପର୍କରେ ଫଟୋ ଉଠେଇକିରି ଜିଲ୍ଲାପାଳଙ୍କ ପାଖକୁ ପଠେଇବୁ। ତତ୍ ସହିତ ଏ ଯୋଉ ଜାଗାର ମାଲିକ ଯାହା କୁହାଯାଉଛି ଯେ ସ୍କୁଲ କମିଟିର ଯୋଉ ଅଛନ୍ତି HM, ତାଙ୍କୁ ବି ଜାଗା ପରିଦର୍ଶନ କରି ତାଙ୍କୁ ବି ଦେଖେଇବୁ ଯେ ଜାଗା ସଫା ରଖିଛୁ ବୋଲି। ଠିକ ଅଛି, ଆଗାମୀ ଦିନରେ ଦେଖିବା ବାକି ରହିଲା କେତେ ବାଟ ସଫେଇ ହଉଛି, କେତେ ବାଟ କାହାର ସହଭାଗିତା ସହଯୋଗ ରହୁଛି। ପୌର ପ୍ରଶାସନ କାହିଁକି ଏଥିପ୍ରତି ନିଦାବିଷ୍ଟ ପାଳିଛି, ତାର ବଡ ସହଭାଗିତା ଏ ଜାଗାରେ ସିଏ କାହିଁକି ଖସିବାକୁ ବସିଛି, ସେ ସମ୍ପର୍କରେ ଆମେ ନିଶ୍ଚିନ୍ତ ପୌର ପ୍ରଶାସନରୁ ମଦନ। ଜଟଣୀ ଗଣେଶ ପୂଜାକୁ ସରସ ସୁନ୍ଦର କରିବା ପାଇଁ ଯୋଉ କଳିଙ୍ଗ ଯୁବ ପରିଷଦ ବିଭିନ୍ନ ସଂଗଠନ ସବୁ ପଦକ୍ଷେପ ସବୁ ହାତକୁ ନେଇଥିଲେ। ଗୋଟେ ମୀନା ବଜାର କରିଥିଲେ କଳିଙ୍ଗ ଯୁବ ପରିଷଦ। ସେ କୌଣସି ପ୍ରକାର ଆମଠୁ ଯୋଉ ପରମିଶନ ନେବା କଥା, ମ୍ୟୁନିସିପାଲିଟିରୁ ଯୋଉ ଦାୟିତ୍ୱ ରହିଛି ତାଙ୍କର ଟ୍ୟାକ୍ସ ଦେବା କଥା, କୌଣସି ଟ୍ୟାକ୍ସ ଦେଇନାହାନ୍ତି, କୌଣସି ପରମିଶନ ନେଇନାହାନ୍ତି। ଆମେ କଲେକ୍ଟରଙ୍କୁ, DCP କି, IIC କି ସମସ୍ତଙ୍କୁ ଜଣେଇଥିଲୁ ଯେ ଆମର ସବୁଠୁ ଯୋଉ NOC ନଉଛନ୍ତି, ଯୋଉ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ହଉଛି, ଆମେ ପୌର ପରିଷଦ ସହଯୋଗ କରୁଛି। କିନ୍ତୁ ସେଠି ଯୋଉ କଲମ ଗୋଟେ ରହିବା କଥା, ତହସିଲଦାର କିଛି କରୁନି, ସେ ପଇସା ନଉଛନ୍ତି, PWD କିଛି କରୁନି, ସେ ପଇସା ନଉଛନ୍ତି, ଫାୟାର ବ୍ରିଗେଡ ଯାହା ତାଙ୍କର କିଛି ଦାୟିତ୍ୱ ରହୁଛି, ସେ ବି ପଇସା ନଉଛନ୍ତି। କିନ୍ତୁ କମିଶନରେଟ ପୋଲିସ ତାର ବି ଦାୟିତ୍ୱ ରହୁଛି, ସେ ବି ପଇସା ନଉଛି। କିନ୍ତୁ ମ୍ୟୁନିସିପାଲିଟି ଏଠି ଅଛି, ତାର ସବୁ ଯାକ ଗୁରୁ ଦାୟିତ୍ୱ, ସଫାଠୁ ଧରି ସାନିଟେସନ, ତା ସାଙ୍ଗରେ ଯୋଉ ମୋବାଇଲ ଟଏଲେଟ ଆମେ ସବୁ ଯୋଗାଇ ଦେବା କଥା, କିନ୍ତୁ କିଛି ଆମେ କରିପାରୁନାହୁଁ, ଯେହେତୁ ସେମାନେ ଆମକୁ କୌଣସି ପ୍ରକାର ଦେୟ ଦଉନାହାନ୍ତି। ଆମେ ବାରମ୍ବାର କହିଛୁ ପ୍ରଶାସନକୁ, ସେମାନେ ବି କେହି ମାନେ ସହଯୋଗ କଲେନି। ଯେହେତୁ ଜଟଣୀର ଗୋଟେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଗୋଟେ ଭଲ କାମ ହଉଛି, ତେଣୁକରି ପୌର ପରିଷଦ ମଧ୍ୟ କିଛି ଆକ୍ସନ ନେଲାନି। ଯଦି ଆକ୍ସନ ନେଇଥାନ୍ତା ତାହେଲେ କୋଉଠି ନା କୋଉଠି ଏଇ ଗଣମାଧ୍ୟମ ମାନେ ଏବଂ ସମସ୍ତ ଜଟଣୀର ଯୋଉ ଅଛନ୍ତି ବୁଦ୍ଧିଜୀବୀ ସମସ୍ତେ ଆମକୁ ଗୋଟେ ଆକ୍ଷେପ କରିଥାନ୍ତେ। ତ ସେ ଦୃଷ୍ଟିରୁ ଆମେ କିଛି କହୁନୁ କି କୌଣସି ପ୍ରକାର ସେଠି ଆକ୍ସନ ନେଇନୁ କି କୌଣସି ପ୍ରକାର ସେଠି ଯୋଉ ସାନିଟେସନ ସଫେଇ ଆମେ ସେଠିକି ପଠଉନୁ। ଆମର ବି ଡ୍ୟୁଟି ରହୁଛି କରିବା କଥା, କିନ୍ତୁ ସେମାନେ ଶୁଣନ୍ତୁ, ସେମାନେ ସେ ଗୋଟେ କମର୍ସିଆଲ ବେସିକ୍ସରେ କରୁଛନ୍ତି। ସେଠି ସେ ଯୋଉ ପରମିଶନ ଆଣୁଛନ୍ତି ସେଟା ହଉଛି ଗୋଟେ ଶିକ୍ଷା ବିଭାଗର। ଜିଲ୍ଲାପାଳଙ୍କୁ କୋର୍ଟରେ କେସ୍ ଥିଲା, ଜିଲ୍ଲାପାଳଙ୍କୁ କୋର୍ଟ ଅର୍ଡର ଦେଇଛି, ତାଙ୍କୁ ସେ ହଉଛନ୍ତି ସେଠି ସର୍ବେ ସର୍ବା। ତ ସିଏ ପରମିଶନ ଦେଲେ, ଆମକୁ କୌଣସି ପ୍ରକାର ନିର୍ଦ୍ଦେଶ ନାହିଁ କିମ୍ବା କୌଣସି ପ୍ରକାର ଆମ ପକ୍ଷରୁ ଦେୟ ନେଇନାହାନ୍ତି କି ଆମଠୁ କୌଣସି ପରମିଶନ ନେଇନାହାନ୍ତି। ତ ଆମେ ସେଠି କେମିତି ଯାଇକି ଏଠି ସେମାନେ ଗୋଟେ କମର୍ସିଆଲ ବେସିସରେ କରିବେ, ଲାଭବାନ ହେବେ, ଲକ୍ଷ ଲକ୍ଷ ଟଙ୍କା କମେଇଲେ, ପୌର ପରିଷଦକୁ ଟଙ୍କା ଟିକେ ଦେଲେ ନାହିଁ। ତ ପୌର ପରିଷଦ କାହିଁ ସେଠି ଯାଇକି ତାଙ୍କୁ ସର୍ଭିସ ଦବ? ଆମେ ବି ତାଙ୍କୁ ବାରମ୍ବାର କହିଛୁ, ଦେଖନ୍ତୁ ସେଠି ଏତେ ଲୋକମାନଙ୍କର ସମାଗମ ହଉଛି, ଏତେ ଦୋକାନୀ ଭାଇ ମାନେ ଅଛନ୍ତି, ଏତେ ଯୋଉ ଦୋଳି ପଡିଛି, ଯୋଉ ମୀନା ବଜାର ପଡିଛି, ସେମାନେ ସବୁ ଶୌଚ ହବାକୁ ଯିବେ କୁଆଡେ? ତ ସେ ପାଖ ଆଖ ସେଠି ଅପରିଷ୍କାର କରୁଛନ୍ତି, ପରିବେଶ ଦୂଷିତ ହଉଛି। ତ ଆମେ ତାଙ୍କୁ କହିଲୁ, ଯଦି ସେଇ ଶୁଣିଲେନି ତେଣୁ ଆମେ କରିବୁ କଣ? ଆମ ହାତ ବି ବନ୍ଧା ହେଇଛି। ଆମକୁ ଯିଏ ଦେୟ ଦଉନାହାନ୍ତି, ସେଠି ସେ ଲକ୍ଷ ଲକ୍ଷ ଟଙ୍କା କମେଇଲେ, ତେଣୁକରି ମ୍ୟୁନିସିପାଲିଟିର କୌଣସି 1 ଟଙ୍କା ଲାଭ ହେଲା ନାହିଁ। ତ ଆମେ ସେଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବୁ କାହିଁକି? କୋଉଠି ନା କୋଉଠି ଏଇ ବରିଷ୍ଠ ନାଗରିକ ମାନେ, ଏଇ ସାମ୍ବାଦିକ ବନ୍ଧୁ ମାନେ, ଏଇ ବୁଦ୍ଧିଜୀବୀ ମାନେ ପଚାରିବେ ଯେ ସେଠି ତ ସେ ଟଙ୍କାଟା ଦେଲେନି, ମ୍ୟୁନିସିପାଲିଟି ଏତେ ପଇସା କାହା ସ୍ୱାର୍ଥରେ ଖର୍ଚ୍ଚ କଲା? ତ ସବୁକୁ ଆଖି ଆଗରେ ରଖିକି ଆମେ ସେଠି କୌଣସି ପ୍ରକାର ସର୍ଭିସ ଦେଇନୁ କି ସେମାନେ ଆମକୁ କୌଣସି ଦେୟ ଦେଇନାହାନ୍ତି। ଯେହେତୁ ସେଠି ସିଏ ଗୋଟେ ଅଣଆଡିଆ ହେଇକି ଅଛି, ଗୋଟେ ଶିକ୍ଷା ବିଭାଗ ଅଣ୍ଡରରେ ଅଛି, ତ ଆମ ଅଣ୍ଡରରେ ଜୁଡିସିଆନ ଭିତରେ ଯାଉନି, ସେ ତହସିଲଦାରଙ୍କର ଅଣ୍ଡରରେ ଯାଉଛି, ରେଭିନ୍ୟୁ ଡିପାର୍ଟମେଣ୍ଟର। ତେଣୁକରି ତାଙ୍କର ବି ଡ୍ୟୁଟି ରହୁଛି, ସେମାନେ ଆମଠୁ ପରମିଶନ ନେବା କଥା। ଆମେ ପରମିଶନ ଦେଲେ ଆମକୁ ଗୋଟେ ଟ୍ରେଡ୍ ଲାଇସେନ୍ସ ଅଛି, ଯେ ଯାଏ କୌଣସି ବେପାର କରିବ ଟ୍ରେଡ୍ ଲାଇସେନ୍ସ କାଟିକି ସେ ତାର ବେପାର କରିବ। ସେ କୌଣସି ପ୍ରକାର ଟ୍ରେଡ୍ ଲାଇସେନ୍ସ କରିନାହାନ୍ତି କି କୌଣସି ପ୍ରକାର ଲାଇସେନ୍ସ ଫି ଦେଇନାହାନ୍ତି, କିଛି କରିନାହାନ୍ତି। ଅନଅଥରାଇଜ ସେମାନେ କରୁଛନ୍ତି ବିନା NOC ରେ। ତ ଆମର ବି ସେଠି ଯଦି ଆମେ ବି ଏଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନବୁ, କୋଉଠି ନା କୋଉଠି ଏଇ ବୁଦ୍ଧିଜୀବୀ ମାନେ, ଏଇ ଆମର ବରିଷ୍ଠ ନାଗରିକ ମାନେ, ଏଇ ସାମ୍ବାଦିକ ବନ୍ଧୁ ମାନେ, ସମସ୍ତ କର୍ମକର୍ତ୍ତା ମାନେ, ପୂଜା ପେଣ୍ଡାଲର କର୍ମକର୍ତ୍ତା ମାନେ ସମସ୍ତେ କହିଥାନ୍ତେ ଜଟଣୀରେ ଗୋଟେ ଭଲ ମୀନା ବଜାରଟା ହଉଛି, ଆପଣ କାହିଁକି ବିରୋଧ କରୁଛନ୍ତି? ତ ସେ ଦୃଷ୍ଟିରୁ ଆମେ ସମସ୍ତଙ୍କ ଆଖି ଆଗରେ ମତକୁ ଆଖି ଆଗରେ ରଖିକି ଜଟଣୀର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହୁଁ କି ଆମେ ସେଠିକି ସଫା କରିବାକୁ ବି ଯାଇପାରିବୁ ନାହିଁ।
କରିବୁ ନାହିଁ। ଆମର ସମସ୍ତଙ୍କର ଉତ୍ତରଦାୟିତ୍ୱ ରହୁଛି। ଆମେ ଆମ ଜଟଣୀ ପୂଜା, ଆମରି ଜଟଣୀରେ ଗଣେଶ ପୂଜା, ଆମ ମୀନା ବଜାର, ଆମର ଜଟଣୀ, ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ତଥାପି ଧନ୍ୟବାଦ ଦେବି ପୋଲିସ କମିଶନରେଟ ପୋଲିସ କି ସେ ତଥାପି ତାଙ୍କର ଯେତିକି ଅହରହ ଚେଷ୍ଟା କରିଛନ୍ତି କେମିତି ଚଳିତ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପୁରା ବିନା ବାଧାବିଘ୍ନରେ ହବ, ସେ ଦୃଷ୍ଟିରୁ ସେମାନେ ମଧ୍ୟ ଚେଷ୍ଟା କରୁଛନ୍ତି। ଯେହେତୁ ସେଠି କଞ୍ଜେଷ୍ଟେଡ ରୋଡ, ଲୋକ ଗହଳି ଅଧିକା ହେଲା, ତ କୋଉଠି ନା କୋଉଠି ଟିକେ ଟ୍ରାଫିକ ସମସ୍ୟା ହେଇଛି। କିନ୍ତୁ ପୋଲିସ ଭାଇ ମାନଙ୍କୁ ଧନ୍ୟବାଦ, ସେମାନେ ଅହରହ ଚେଷ୍ଟା କରୁଛନ୍ତି। କିନ୍ତୁ ଆମର ଗୁରୁ ଦାୟିତ୍ୱ ରହୁଛି ସେଠି ଆମେ ବି ସଚେତନ ହବା। ଆମ ଆମ ପୂଜା ଆମେ ବି ସଚେତନ ହବା ଦରକାର ଥିଲା। କିନ୍ତୁ ଯାହା ବି କୋଉଠି ନା କୋଉଠି ଯୋଉ ଟିକେ ଟିକେ ବେଶୀ ହେଇନି, ଯାହା ହଉ ଇଏ ହେଇଛି ଶାନ୍ତି ଶୃଙ୍ଖଳାର ସହ ସରିଛି। ସେଥିପାଇଁ ସମସ୍ତ ଆମର ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ, ଅଗ୍ନିଶମ ବିଭାଗ, ସମସ୍ତ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ସମସ୍ତଙ୍କୁ ଧନ୍ୟବାଦ ଦଉଛି। ଗୋଟେ ଶାନ୍ତିପୂର୍ଣ୍ଣ ଗଣେଶ ପୂଜା ଚଳିତ ବର୍ଷ ପାଳନ କରାଯାଇଛି। ସ୍ପୋର୍ଟସ ବିଭାଗ ତରଫରୁ ସେଠିକି 50 ଲକ୍ଷ ଟଙ୍କା ବ୍ଲକ ମାଧ୍ୟମକୁ ଆସିବ, ସେ ଯୋଉ ଷ୍ଟାଡିୟମ ଟିକି ଡେଭଲପମେଣ୍ଟ କରିବା ପାଇଁ। ଫଲୋଅପ୍ କରିବି କେମିତି ଜଟଣୀର ଗୋଟେ ବଡ ନାଁ ଅଛି ସେଠି, ଯୋଉ ଷ୍ଟାଡିୟମଟି ଅଛି ବୋଲି ଧନ୍ୟବାଦ ପୂର୍ବତନ ବିଧାୟକ ଶରତ ଚନ୍ଦ୍ର ପାଇକରାଙ୍କୁ, ସେ ସେଠି ରଖିଦେଇଥିଲେ ବୋଲି ଆଜି ଆମେ ଏତେ ପ୍ରକାର ସେଠି କାର୍ଯ୍ୟକ୍ରମ କରିପାରୁଛେ। ଆଉ ଗୋଟେ କଥା କହିବି ଆପଣଙ୍କ ମାଧ୍ୟମରେ, ଆସନ୍ତା ଦୀପାବଳି ପାଇଁ ଯୋଉ ବାଣ ଦୋକାନ ଗୁଡିକ ତାରି ଭିତରେ ହଉଛି, ମୁଁ ଅନୁରୋଧ କରିବି ଆପଣଙ୍କ ମାଧ୍ୟମରେ ଡିସିପି ମହୋଦୟଙ୍କୁ, ତହସିଲଦାରଙ୍କୁ, କଲେକ୍ଟରଙ୍କୁ ଏବଂ ଆମ ଆଇଆଇସି କି ସେଠୁ ବାଣ ଲାଇସେନ୍ସ ନେଲା ବେଳେ ମଧ୍ୟ ଆମଠୁ ଗୋଟେ ଏନ୍ଓସି ନିଅନ୍ତୁ। ଆମକୁ ଏନ୍ଓସି ନେଲେ ଆମର ଯାହା ପ୍ରାପ୍ୟ ଅଛି ତାକୁ ଦେଲେ ଆମର ଯାହା ଯାହା ସେଠିକି ଯୋଗେଇ ଦେବା କଥା ଆମେ ତାକୁ ସମ୍ପୂର୍ଣ୍ଣ ଯୋଗେଇ ଦେବୁ। ଯେମିତି ଶାନ୍ତି ଶୃଙ୍ଖଳାର ସହ ବାଣ ଯୋଉ ଦୋକାନ ଗୁଡିକ ହବ, ଅସ୍ଥାୟୀ ବାଣ ଦୋକାନ ହବ, ସେମିତି ଶାନ୍ତି ଶୃଙ୍ଖଳାର ସହ ଯୋଉ ଦୋକାନୀ କରିବେ, ଶାନ୍ତି ଶୃଙ୍ଖଳାର ସହ ବେପାର କରି ଶାନ୍ତିରେ କେମିତିକା ଆସନ୍ତା ଦିବାଲି କି ସୁରୁଖୁରୁରେ ବନେଇବା। ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ସହିତ ସମାପନ ହେଇଯାଇଛି। କିନ୍ତୁ ଛାପ ଛାଡି ଦେଇଯାଇଛି ଶରତ ପାଇକରା ଷ୍ଟାଡିୟମରେ ଯୋଉ ଗଣେଶ ମହୋତ୍ସବ ହେଇଥିଲା। ସେଠି ସେ 10-12 ଏକର ପରିମିତ ସ୍ଥାନରେ ବର୍ତ୍ତମାନ ଖାଲି ପଲିଥିନ ଜରି ଫୁଲ ଫୁଟିଲା ଭଳିଆ ପଡିଛି। ସେ ସମ୍ପର୍କରେ ଆମେ ଯାଇଥିଲୁ ଶରତ ପାଇକରା ଷ୍ଟାଡିୟମ। ସେଠି ବରିଷ୍ଠ ନାଗରିକ ମାନେ ଆଗଭର ହେଇ ଏତେ ବଡ ଅନୁଷ୍ଠାନ ଜରି ପଡିଛି, ଅଳିଆ ହେଇଛି, ଆଗଭର ହେଇକି ତାଙ୍କର ଗୋଟେ କେତେ ଇଚ୍ଛା ଶକ୍ତି ସେ ସଫେଇ କରିଥିଲେ। ଆମେ ଯାଇ ପହଞ୍ଚିଥିଲୁ। ସେତେବେଳେ ଆମ ସହିତ ସେଇ କଳିଙ୍ଗ ଯୁବ ପରିଷଦ ସେ ଯୋଉ ଗଣେଶ ମହୋତ୍ସବ କରି ତାଙ୍କର ଜଣେ କର୍ମକର୍ତ୍ତା ଦେଖା ହେଇଥିଲେ। ତାଙ୍କୁ ଏ ସମ୍ପର୍କରେ ଯେତେବେଳେ ଆଲୋଚନା କରିଥିଲୁ, ସିଏ ଆମକୁ ସେତେବେଳେ କହିଥିଲେ ଯେ ଆମକୁ 2013 ମସିହାରେ ହବାଠୁ କୌଣସି ପୌରପାଳିକାର ସହଯୋଗ ନାହିଁ, ରାଜନୈତିକ ଅଭିସନ୍ଧି ରଖିକିରି। ତତ୍କାଳୀନ ପୌରାଧ୍ୟକ୍ଷ ଥିଲେ ଆମ ପାଖରେ ଯିଏ ଅଛନ୍ତି ସଂଗ୍ରାମ କେଶରୀ ରାଉତରାୟ, ସେ ସମ୍ପର୍କରେ ଆମେ ତାଙ୍କୁ ପଚାରି ସେଠି ଯେତେବେଳେ ଏ ପ୍ରକାର ହଉଛି ଅବର୍ଜନା, ଆପଣ ଯେତେବେଳେ ତତ୍କାଳୀନ ପୌରାଧ୍ୟକ୍ଷ ଥିଲେ କଣ ସହଭାଗିତା କାହିଁକି ରହିନଥିଲା ସେ ସମ୍ପର୍କରେ ଜଣେଇବେ। ଆଜ୍ଞା, ଯୋଉ ଅଳିଆ ଆବର୍ଜନା ପଡିଛି ବର୍ତ୍ତମାନ ସେ ବାବଦରେ ଜଣେ ମତ ଦେଲେ ଯେ 2013 ମସିହାରୁ ଆମର କୌଣସି ସମ୍ପର୍କ ନାହିଁ ପୌର ପରିଷଦ ସହିତ ରାଜନୀତି ଅଭିସନ୍ଧି, ସେ ସମୟରେ କଣ କହିବେ? କଳିଙ୍ଗ ଯୁବ ପରିଷଦ ସେଠି ମୀନା ବଜାର ପକେଇଲା ଶରତ ପାଇକରାଙ୍କ ଷ୍ଟାଡିୟମରେ। ସେଟା ମ୍ୟୁନିସିପାଲିଟି ଏରିଆରେ ଯାଉଛି। ସ୍କୁଲ ଜାଗା ହେଲେ ମଧ୍ୟ ସେଟା ମ୍ୟୁନିସିପାଲିଟି ଏରିଆରେ ଯାଉଛି। ଯୋଉ ମୀନା ବଜାର ପକେଇଲେ ବିଭିନ୍ନ ପରମିଶନ ସେମାନେ ନେବା କଥା, ନା ମ୍ୟୁନିସିପାଲିଟି ସାଙ୍ଗରେ ଯୋଗାଯୋଗ କରିଥିଲେ, ନା ମ୍ୟୁନିସିପାଲିଟିର ଟିକସ ଡିପୋଜିଟ୍ କରିଥିଲେ, ସେ କିଛି କରିନଥିଲେ। ଯେହେତୁ ଶରତ ଦାଦାଙ୍କ ପାୱାରରେ ସେ କରୁଥିଲେ, ସେ ତାଙ୍କର କଲେ। ଯେତେବେଳେ ଏଇ ଅଳିଆ ଆବର୍ଜନା ପଡ଼ିଲା ସେ ବର୍ଷ ଲୋକମାନେ କମ୍ପ୍ଲେନ କଲେ, ଖବରକାଗଜରେ ବାହାରିଲା। ଆମକୁ ଯେତେବେଳେ ପଚାରିଲେ ଆମେ ତାକୁ ବନ୍ଦ କରିବା ପାଇଁ ଆମେ କଲେକ୍ଟରଙ୍କ ଲେଖିଲୁ, କାହିଁକିନା ସେମାନେ ମ୍ୟୁନିସିପାଲିଟି ସାଙ୍ଗରେ ଯୋଗାଯୋଗ ନାହିଁ। କିନ୍ତୁ ସେ ମ୍ୟୁନିସିପାଲିଟି କି ଟିକସ ନଦେଲେ ମ୍ୟୁନିସିପାଲିଟି କାହିଁ ସେବା ଯୋଗାଇବ? କିଛି ଅସୁବିଧା ନାହିଁ, ମ୍ୟୁନିସିପାଲିଟି ସେବା ଯୋଗାଇବନି ସେମିତି କିଛି ମାନେ ନାହିଁ। ମ୍ୟୁନିସିପାଲିଟି ଟିକସ ଦେଲେ ମ୍ୟୁନିସିପାଲିଟି କି ଯଦି ମୋବାଇଲ ଟଏଲେଟ ଦରକାର ମ୍ୟୁନିସିପାଲିଟି ଯୋଗାଇବ, ବ୍ଲିଚିଂ ପକାଇବ, ଝାଡୁ କରିବ। এই ଯାତ୍ରାପାଟି ମାନେ ସବୁ ଏଠି ସୀତାରାମ ଚକରେ ମୀନା ବଜାର ପଡୁଥିଲା, ସେମାନେ ପଇସା ଦଉଥିଲେ, ମ୍ୟୁନିସିପାଲିଟି କରୁଥିଲା। ଏମାନେ ପଇସା ଦଉନାହାନ୍ତି। ତାପରେ ଏମାନଙ୍କର ମାନେ ଯୋଉ ଗୋଟେ ଗଣେଶ ମହୋତ୍ସବ ବୋଲି ନାଁ ଦେଇଛନ୍ତି, ଆଜ୍ଞା ମହୋତ୍ସବଟା କୋଉଠି ହଇ? ଗୋଟେ ସୀମିତ ଏରିଆ ଭିତରେ ମହୋତ୍ସବ ହଇ।
ଗଣେଶ ତ ବସିଲେ ଜଟଣୀ ସହରରେ, ସିଏ ତ ତାଙ୍କର ମୀନା ବଜାର ପକେଇଲେ ଜଟଣୀ କଲେଜ ପାଖରେ। ଗଣେଶ ମହୋତ୍ସବ ନାଁ ଦେଇକିରି ଯୋଉ ସରକାରଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଉ ରହିଛି ବିଭାଗ, ଇଏ ଗଣେଶ ମହୋତ୍ସବ ନାଁଟା ଦେଇଦେଲେ। ଇଏ ଯୋଉ ଚିଠି କଲେ, ସେ ଯୋଉ ସବୁ କଳାକାର ମାନେ ଆସୁଛନ୍ତି ସେଠି ଏଠି ବିଭିନ୍ନ ନୃତ୍ୟ ଏସବୁ ଦେଖେଇବା ପାଇଁ, ସେ ସରକାରଙ୍କ ତରଫରୁ ଆଉଛନ୍ତି। ଆଙ୍କୁ ଚାନ୍ଦା ଆଦାୟ କରିବାକୁ ବି ଭଲ ବାଟ ଖୋଲିଗଲା। ନେତା ମନ୍ତ୍ରୀ କି ଡାକିକିରି, ନେତା ମନ୍ତ୍ରୀ କଣ ଜାଣୁଛନ୍ତି ଜଟଣୀ ଗଣେଶ ପୂଜା କଣ, ଗଣେଶ ମହୋତ୍ସବ କଣ? କିନ୍ତୁ ଗଣେଶ ମହୋତ୍ସବ ନାଁରେ ସେ ପୁରା ଦୁର୍ନୀତି କରୁଛନ୍ତି। ସେଠାଇ ଚାନ୍ଦା ବେଦା ବି ଆଦାୟ କରୁଛନ୍ତି, ଲକ୍ଷାଧିକ ଟଙ୍କା ସେମାନେ ପାଉଛନ୍ତି। ଗୋଟେ ଗୁପଚୁପ ବାଲା ଦଉଛି 10,000 ଟଙ୍କା ସେଠି ଗୁପଚୁପ ଠେଲା ମାନେ ଗାଡିଟା ଲଗେଇବା ପାଇଁ। ଏଟା ପୁରା ଅନ୍ୟାୟ କରୁଛନ୍ତି। ଖାଲି ଗୋଟେ ଜଟଣୀ ସହରରେ ଏଣ୍ଟରଟେନମେଣ୍ଟ ପାଇଁ ପୂଜାରେ ମାନେ ଲୋକମାନେ ଆସୁଛନ୍ତି, ସେ ଭିତରକୁ ଯାଉଛନ୍ତି ବୋଲି ଆମେ କିଛି କହୁନୁ, ନହେଲେ ପୁରା ଗଲତ। ସେ ପୁରା ବ୍ୟବସାୟିକ ଜିନିଷ। ସିଏ ତ ବ୍ୟବସାୟ କରୁଛନ୍ତି, ସିଏ ସହଭାଗିତା କାହିଁକି ପୌର ପରିଷଦ ରଖୁନାହାନ୍ତି? ପୌର ପରିଷଦ ଯୋଉ ଯେହେତୁ ଆପଣଙ୍କୁ ଟିକସ ଦେଲେନି କି ଆପଣଙ୍କ କଥାକୁ ନୀତି ନିୟମକୁ ମାନିଲେ ନାହିଁ, ପୌର ପ୍ରଶାସନ କଣ କିଛି ନାହିଁ, କ୍ଷମତା ନାହିଁ ଆଇନ ଅନୁଯାୟୀ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ? ପୌର ପ୍ରଶାସନ ସିଲ୍ କରିଦେବ ତା ପାୱାର ଅଛି। ଯେହେତୁ ଜିଲ୍ଲାପାଳ ରହିଲେ, ସବ୍ କଲେକ୍ଟର ରହିଲେ, ଏମାନେ ପରମିଶନ ଦେଇ ଦଉଛନ୍ତି। ଆମେ କମିଶନରେଟ ଏରିଆରେ ଯାଇଛେ, ପୁଲିସ ବି ଦେଖୁନି ମ୍ୟୁନିସିପାଲିଟିର ପରମିଶନ ଅଛି ନା ନାହିଁ। କୌଣସି ବିଭାଗ ଯୋଉ ରହିଲେ, ଏ ତ ଗୋଟିଏ ବିଭାଗ ଜରିଆରେ ଇଏ ପରମିଶନ ପାଉନାହାନ୍ତି। ଏନଓସି ସମସ୍ତଙ୍କୁ ନେଇକିରି ପାଇବେ, ଇଏ କେହି କାହାର ଦେଖିବାର ନାହିଁ। ଉପର ମହଲରେ ରାଜନୀତିର ଖେଳ ହଉଛି, ତେଣୁ ଇଏ ଜବରଦସ୍ତ କରିକିରି ନେଇଯାଉଛନ୍ତି, ଆଉ କିଛି ନାହିଁ। ଚଳିତ ବର୍ଷ ଗଣେଶ ମହୋତ୍ସବ ହେଲା, ଶରତ ପାଇକରାଙ୍କ ଷ୍ଟାଡିୟମର ମୁଖ୍ୟ ଫାଟକର ଯୋଉ ତୋରଣ ଅଛି, ନାମ ଫଳକ ତୋରଣ, ତାକୁ ଲୁଚେଇ ଦେଇଥିଲେ। ସେ ସମୟରେ କଣ କହିବେ? ମୀନା ବଜାର ପଡିଲା ଶରତ ପାଇକରାଙ୍କ ଷ୍ଟାଡିୟମରେ। ଶରତ ପାଇକରାଙ୍କର ନାଁଟାକୁ ସେଠି ଲୁଚେଇବା କିଛି ଆବଶ୍ୟକତା ନଥିଲା। ମେନ୍ ଗେଟ୍ଟା ସେଇଟା। ଯାହା ଏରିଆ, ଯାହା ଷ୍ଟାଡିୟମ ଭିତରେ କରୁଛ, ତମେ ଆନାଉନ୍ସ କରୁଛ, ଲୋକ ଜାଣୁଛନ୍ତି ଶରତ ପାଇକରା ଷ୍ଟାଡିୟମ। ନାଁ କାହିଁ ବନ୍ଦ କଲା? ସେଥିରେ ବି ସେ ରାଜନୀତି ଅଛି, ତେଣୁ କରିକି ବନ୍ଦ କରିଦେଲେ। ତାକୁ ଗୋଟେ ଅପମାନିତ କରାଗଲା। ଜଟଣୀ ମାଟିର ପୁଅ ହିସାବରେ ଶରତ ପାଇକରାଙ୍କ ପ୍ରତି ଅପମାନ କରାଗଲା। ଆଉ ସେ ଯୋଉମାନେ ସେତକ କରିଛନ୍ତି, ସେ ସବୁ ତାଙ୍କରି ଲୋକ। ଯେତେବେଳେ ଶରତ ପାଇକରା ବଞ୍ଚିଥିଲେ, ସେମାନେ ତାଙ୍କରି ପାଖରେ ଚଳୁଥିଲେ, ତାଙ୍କରି ନାଁ ନେଇକିରି ବଞ୍ଚିଥିଲେ, ତାଙ୍କରି ନାଁ ନେଇକି ସେଠି ସେ ଅନୁଷ୍ଠାନ କଲେ। ବହୁତ ଅନ୍ୟାୟ ହଉଛି। ମତେ ତ ଦୁଃଖ ଲାଗୁଛି ଗଣେଶ ମହୋତ୍ସବ ନାଁଟା ଦେବାକୁ। ତମେ ତମର କଣ କରୁଥିଲ? କଳିଙ୍ଗ ପରିଷଦ କରିକି ତମେ କରୁଥିଲ, ମାନେ ସରକାରୀ ଫେସିଲିଟି ପାଇବା, ଚାନ୍ଦା ଆଦାୟ କରିବା ପାଇଁ ଇଏ ଗଣେଶ ମହୋତ୍ସବ। ଗଣେଶ ପୂଜା ସାଙ୍ଗରେ, ଜଟଣୀ ଗଣେଶ ପୂଜା ସାଙ୍ଗରେ ତାଙ୍କର କିଛି ମତଲବ ଅଛି? ବସାଣି ଦିନ 10-12ଟା ହେଲୋଜିନ ଲାଇଟ୍ ଲଗେଇ ପାରୁଛନ୍ତି ସେମାନେ। ବଢିଆ କଥାଟା କହିଲେ, କିନ୍ତୁ ଆଜ୍ଞା ସେଠି ଆମ ପାଖରେ ଯାହା ତଥ୍ୟ ଅଛି, ବର୍ତ୍ତମାନ ଯୋଉ ଗୋଷ୍ଠୀ ବି ବୁଝୁଛନ୍ତି, ଯିଏ ବି ବୁଝୁଛନ୍ତି, କୌଣସି ଅସୁବିଧା ନାହିଁ, ଭଲ 2 ପଇସା ରୋଜଗାର କରୁଛନ୍ତି। ଜଟଣୀ ସହରରେ ଚର୍ଚ୍ଚା ଲାଗିଛି, କିନ୍ତୁ ଜଟଣୀ ଗଣେଶ ପୂଜାକୁ ନେଇକି ଆଜି ସେ ମୀନା ବଜାର ବା ଗଣେଶ ମହୋତ୍ସବ, କିନ୍ତୁ ତାଙ୍କର କିଛି ସହଭାଗିତା ବଜାରରେ ଥିବା ଗଣେଶ ପୂଜାପତି ରହୁନି, କି ଗଣେଶ ମଣ୍ଡପତି ରହୁନି, କି ଗଣେଶ ସମିତିର କାର୍ଯ୍ୟକର୍ତ୍ତା କିଛି ସହଯୋଗ ରହୁନି। ସେ ଗୋଟେ ଚାଲାକି କାମ କଣ କରିଛନ୍ତି, ତାଙ୍କୁ ଯିଏ ବୁଦ୍ଧି ଦେଇଛି ସେ ଭଲ ବୁଦ୍ଧି ଦେଇଛି। ଗୋଟେ ଗଣେଶ ମୂର୍ତ୍ତିଟି ସେ ଭିତରେ ବସେଇ ଦଉଛନ୍ତି, ତାପରେ ଗଣେଶ ମହୋତ୍ସବ ନାଁ ଦେଇଦେଲେ। ଆମର ଖୋର୍ଦ୍ଧାରେ ମହୋତ୍ସବ ହଉଛି, ମହୋତ୍ସବଟା କୋଉଠି? ଗୋଟେ ସୀମିତ ଏରିଆ ଭିତରେ ହଉଛି, ସବୁ ଦୋକାନ ବଜାର ଲାଗୁଛି, ସେକୁ ମହୋତ୍ସବ କୁହାଯାଏ। ଗଣେଶର ପୂଜା ପାଇଲେ ଜଟଣୀ ସହରରେ, ସିଏ ସେଠୁ 2-3 କିଲୋମିଟରରେ ଯାଇକିରି ଇଏ କରୁଛନ୍ତି, ତାଙ୍କର ମୀନା ବଜାର ପକାଉଛନ୍ତି। ପରା କହିଲି, କେବଳ ଚାନ୍ଦା ଭେଦା କେମିତି ଆଦାୟ କରିବେ, ସରକାରୀ ଫେସିଲିଟିରେ ଯୋଉ ଲୋକମାନେ ଆସିକି ନୃତ୍ୟ ଫୃତ୍ୟ ଯୋଉ ସବୁ କରୁଛନ୍ତି, ସେ ଯୋଉ ଫେସିଲିଟିଟା ମାନେ ସରକାରଙ୍କ ତରଫରୁ ପାଇଲେ, ତେଣୁ କରିକିରି ଏ ନାଟକ, ଆଉ କିଛି ନୁହେଁ। ଆଜି ପର୍ଯ୍ୟନ୍ତ ତାଙ୍କର ନାହିଁ ସହଭାଗିତା। ସେ ତ ମ୍ୟୁନିସିପାଲିଟିରୁ ପରମିଶନ ନେଉନାହାନ୍ତି ଡିପୋଜିଟ କରିକି, ଆଉ ତାଙ୍କୁ ପରମିଶନ ଇଏ କହିଲେ ଏମଏଲଏ ଫେମଏଲଏ କେତେ ଜଣ ରହୁଛନ୍ତି ସେଥିରେ ନଟରପଟରେ, ସେଇମାନେ ଏକା ତାଙ୍କୁ ପରମିଶନ କରେଇ ଦଉଛନ୍ତି। ମ୍ୟୁନିସିପାଲିଟି ସର୍ତ୍ତ ଦାଦା ମତେ ମନା କରିଦେଲେ ବୋଲି କହିଲେ, ଆରେ ପୁଅ ଗଟୁ, ଆଉ ସେଟା ତ ଦାଦାର ଅନୁଷ୍ଠାନ, ତେଣୁ କରିକି ମୁଁ ତା ଉପରେ ଆଉ ନଜର ଦେଇନଥିଲି। ସେମିତି ଚାଲିଛି, ଏ ଚେୟାରମ୍ୟାନ ବି ନଜର ଦେଇନି, କାହିଁକି ନା ସେ ତ ଡିପୋଜିଟ କରୁନାହାନ୍ତି, ପରମିଶନ ସିଆଡୁ ଉପରେ ନେଇ ଯାଉଛନ୍ତି। ଆଉ ଏଇ ତ ଚାଲିଛି। ଆଉ ସହଭାଗିତା ଏମାନେ କଣ କରିବେ? ଏମାନେ ପରା ଜଟଣୀ
ଗଣେଶ ଯୋଉ ମହୋତ୍ସବ ଲେଖୁଛନ୍ତି ଗଣେଶ ପୂଜାଟାକୁ ବିକ୍ରି କରୁଛନ୍ତି। ଏଇଟା ପ୍ରାଞ୍ଜଳ ଭାବରେ ଏଇଟା ଖାଣ୍ଟି ଓଡ଼ିଆର କଥା। କୋଉ ପୂଜା ମଣ୍ଡପରେ ପାଣି ଗ୍ଲାସ କେବେ ଦେଇଛନ୍ତି? ଫୁଲମାଳଟେ ଦେଇଛନ୍ତି? ଧୂପକାଠିଟେ ଦେଇଛନ୍ତି? ସେ ରୋଡରେ ଯୋଉ ଯାଉଛନ୍ତି ହଜାର ହଜାର ଲୋକ ମେଳ ଯାଉଛି, ଗଲାବେଳେ ସେ ଗୋଟେ ସେଠି 10-12ଟା ହେଲୋଜିନି ମାରୁଛନ୍ତି କି ରୋଡ ଉପରେ? ତାଙ୍କ ସକାଶେ ପୁଲିସ ଡ୍ୟୁଟି କରୁଛନ୍ତି ସେଠି। ଗଣେଶ ପୂଜାକୁ ଡ୍ୟୁଟିରେ ଆସିକି ମୀନା ବଜାରରେ ଡ୍ୟୁଟି କଲେ ପୁଲିସ। ଲୋକ ଜାମ୍ ହଉଛନ୍ତି, ଗୋଟେ ଆମ୍ବୁଲାନ୍ସ ଯାଇପାରୁନି, ଘଣ୍ଟା ଘଣ୍ଟା ଧରିକିରି ଲୋକ ଠିଆ ହଉଛନ୍ତି। ସେମାନେ ବହୁତ ବଡ ଭୁଲ କରୁଛନ୍ତି। 3 ପଟକୁ ବାଟ ଖୋଲିବାକୁ ଥିଲେ ମଧ୍ୟ ସେ ଗୋଟାଏ ପଟେ ବାଟ ଖୋଲୁଛନ୍ତି ଉଦ୍ଦେଶ୍ୟମୂଳକ ଭାବରେ। ସେ କଣ ଗଣେଶ ମହୋତ୍ସବ ନାଁ ଦଉଛନ୍ତି? ମୁଁ ତାକୁ ଖୋଦ୍ ବିରୋଧ କରୁଛି। ମୁଁ ପ୍ରଥମରୁ ବିରୋଧ କରିଛି। ଏଇଟା ଅନ୍ୟାୟର କଥା। ଜଟଣୀ ମାଟିକି ବେଇମାନି କରୁଛନ୍ତି ସେମାନେ ଅର୍ଥ ଉତ୍ପାଦନ କରିବା ପାଇଁ।